ରୁଟିରେ ଖାଇବା ପାଇଁ ଚାଲନ୍ତୁ ବନେଇବା ଭେଜ୍ ମଞ୍ଚୁରିଆନ୍। ସେଥିପାଇଁ ଏଇ ସବୁ ଜିନିଷ ଗୁଡ଼ିକୁ ଫାଇନଲି ଚପ୍ କରି ଗୋଟେ ବାଉଲରେ ନେଇନେବେ। ତାପରେ ସେଥିରେ ଗୋଟେ ଚାମଚ ଜିରା, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ 2 ଚାମଚ କର୍ଣ୍ଣଫ୍ଲୋର ଦେଇ ତାକୁ ଭଲ ଭାବରେ ଗୋଳେଇ ଛୋଟ ଛୋଟ ବଲ୍ ବନେଇ ନେବେ। ତାପରେ ଗୋଟେ କରେଇରେ ତେଲ ନେବେ। ତେଲ ଗରମ ହେଇଗଲା ପରେ ବଲ୍ ଗୁଡ଼ିକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ଛାଙ୍କି ଚାଲିବେ। ବଲ୍ ଗୁଡ଼ିକ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲେ ଗୋଟେ ଜାଗାକୁ ଛାଙ୍କି ରଖିବେ। ତାପରେ ଗୋଟେ ପ୍ୟାନ୍ରେ ଅଳ୍ପ ତେଲ ନେବେ। ସେଥିରେ କାଟି ରଖିଥିବା ଅଦା, ରସୁଣ, କଞ୍ଚା ଲଙ୍କାକୁ ଫ୍ରାଏ କରିନେବେ। ହାଲକା ଟିକେ ଫ୍ରାଏ ହେଇଗଲା ପରେ ସେଥିରେ ଭୃଷଙ୍ଗ ପତ୍ର, ସ୍ୱାଦ ଅନୁସାରେ ଲୁଣ ଓ ଲଙ୍କାଗୁଣ୍ଡ ଓ ଏଇସବୁ ସସ୍ ଗୁଡ଼ିକୁ ମିଶାଇ ସେଥିରେ ଦେଇଦେବେ। ତାପରେ ଗୋଟେ ଚାମଚ କର୍ଣ୍ଣଫ୍ଲୋରକୁ ପାଣିରେ ଗୋଳେଇ ସେଥିରେ ଢାଳିଦେବେ ଓ ଗୋଟେ ପିଞ୍ଚର ଅଜିନୋମୋଟୋ ଦେଇଦେବେ। ସସ୍ ଟିକେ ଫୁଟି ଆସିଲା ପରେ ଛାଙ୍କି ରଖିଥିବା ବଲ୍ ଗୁଡ଼ିକୁ ଆଡ଼୍ କରିଦେବେ ଓ ଶେଷରେ ଧନିଆ ପତ୍ର ଓ କସ୍ତୁରୀ ମେଥି ଦେଇ ରେଡ଼ି କରିଦେବେ ଭେଜ୍ ମଞ୍ଚୁରିଆନ୍।